ଆଦର୍ଶ ଚିତ୍ତ ଅଙ୍କଲକୁ କହିବେ, କ'ଣ ହେଲା ଚିତ୍ତ ଅଙ୍କଲ, ଆପଣ କ'ଣ ଭାବୁଛନ୍ତି? ତାପରେ ଚିତ୍ତ ଅଙ୍କଲ କହିବେ, ନାଇଁ ନାଇଁ ମୁଁ ବୁଝିଗଲି ଆଦର୍ଶ ବାବୁ, ମାନେ ଆପଣ ଯାହା ସବୁ କହିଥିଲେ ସେସବୁ ମୁଁ ମ୍ୟାଡମକୁ କହିବିନି। ତାପରେ ଆଦର୍ଶ କହିବେ, ମୁଁ ଆପଣଙ୍କର ସିଚୁଏସନ ବୁଝୁଛି ଚିତ୍ତ ଅଙ୍କଲ, ଆପଣ ଥରେ ଭାବନ୍ତୁ ଏହି ଅବସ୍ଥାରେ ପଲ୍ଲବୀ ପୋଲିସ ଡ୍ୟୁଟିରେ କେମିତି ଜଏନ୍ କରିବେ? କେହି ତାଙ୍କର ଆକ୍ସିଡେଣ୍ଟ କରେଇ ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରୁଥିଲା। ଅଙ୍କଲ, ଫ୍ରେକ୍ଚର କେବଳ ତାଙ୍କ ହାତ ହେଇଛି, କିନ୍ତୁ ଦେହ ସାରା ଅନେକ ଜାଗାରେ ତାଙ୍କ ଆଘାତ ଲାଗିଛି। ଘରେ ବାହାରେ ସବୁଠୁ ଷ୍ଟ୍ରେସ୍ ତାଙ୍କ ପାଇଁ। ସୋ ମୁଁ ଚାହୁଁଛି ସେ କିଛି ଦିନ ପାଇଁ ମେଣ୍ଟାଲି ରେଷ୍ଟ ନେବା ଦରକାର। ସେଇଥିପାଇଁ ମୁଁ ଚାହୁଁଛି ତାଙ୍କର ରିଜଏନ୍ ଡିଲେ କରିବା ପାଇଁ। ଆପଣ ମୋତେ ସପୋର୍ଟ କରିବେ ନା ଅଙ୍କଲ? ତାପରେ ଚିତ୍ତ ଅଙ୍କଲ କହିବେ, ହଁ ହଁ କରିବି, ନିଶ୍ଚୟ ସପୋର୍ଟ କରିବି, କାହିଁକି କରିବିନି। ତାପରେ ଆଦର୍ଶ କହିବେ, ଥ୍ୟାଙ୍କ ୟୁ ଚିତ୍ତ ଅଙ୍କଲ, ମୁଁ ଜାଣିଥିଲି ଆପଣ ମୋତେ ମନା କରିପାରିବେନି, କିନ୍ତୁ ତା ମାନେ ନୁହେଁ ପଲ୍ଲବୀ ଇନୋସେଣ୍ଟ, ସେଇଥିପାଇଁ ମୁଁ ପ୍ରମାଣ ଖୋଜିବା ବନ୍ଦ କରିଦେବି। ମୁଁ ସିକ୍ରେଟଲି ସବୁ ଲିଗାଲ ପ୍ରୁଫ୍ କଲେକ୍ଟ କରୁଛି ଚିତ୍ତ ଅଙ୍କଲ, ଆଉ ସେଇଥିପାଇଁ ଆପଣଙ୍କୁ ମୋତେ ସାହାଯ୍ୟ କରିବାକୁ ପଡ଼ିବ। ତାପରେ ଚିତ୍ତ ଅଙ୍କଲ କହିବେ, ହେଲ୍ପ? ହଁ ହଁ କାହିଁକି ନୁହଁ, ମୋତେ ତ ହେଲ୍ପ କରିବାକୁ ପଡ଼ିବ ନା, ଏପଟେ ବି ସେପଟେ ବି। ତାପରେ ଆଦର୍ଶ କହିବେ, ମାନେ? ପୁଣି ଚିତ୍ତ ଅଙ୍କଲ କହିବେ, ନାଇଁ ମାନେ ସେପଟେ ବାସନ ମାଜିବାରେ ମୋ ୱାଇଫକୁ ହେଲ୍ପ କରିବାକୁ ପଡ଼ିବ, ଏପଟେ ପ୍ରୁଫ୍ ଯୋଗାଡ଼ କରିବାରେ ହେଲ୍ପ କରିବାକୁ ପଡ଼ିବ। ଦି ସାଇଡରେ ହେଲ୍ପ କରିବାକୁ ପଡ଼ିବ ନା ଆଉ। ତାପରେ ଆଦର୍ଶ କହିବେ, ଆପଣ ବି ନା ଚିତ୍ତ ଅଙ୍କଲ, ଠିକ୍ ଅଛି ମୁଁ ତାହେଲେ ଆସୁଛି। ଏମିତି କହି ଆଦର୍ଶ ଚାଲିଯିବେ। ତାପରେ ପଲ୍ଲବୀ ରୋଷେଇରେ କାମ କରୁଥିବେ, ଆଉ କଡ଼େଇ ଗ୍ୟାସରେ ବସେଇଲା ବେଳକୁ ତାଙ୍କ ହାତରୁ ଖସିଯିବ। ତାପରେ ନିମକି ଦେଖି କହିବ, ଦିଦି, ଏମିତି କହି ନିମକି ମାୟାକୁ ଦେଖି ଚୁପ୍ ହେଇଯିବ। ତାପରେ ମାୟା କହିବେ, ଚାହିଁଛୁ କ'ଣ, ଯା ତାକୁ ଦେଖ କ'ଣ ହେଲା ତାର। ତାପରେ ନିମକି କହିବ, ହଉ ମା। ଏମିତି କହି ନିମକି ପଲ୍ଲବୀ ପାଖକୁ ଯିବ, ଆଉ କହିବ, କ'ଣ ହେଇଛି ଦିଦି? ତାପରେ ପଲ୍ଲବୀ କହିବେ, ନାଇଁ ନାଇଁ କିଛି ହେଇନି, ମୁଁ ଠିକ୍ ଅଛି। ତାପରେ ନିମକି କହିବ, ଠିକ୍ ଅଛି, ତମେ ଆରାମରେ ଏଠି ଛିଡ଼ା ହୁଅ, ମୁଁ ଏ ଜାଗାକୁ ଭଲ ଭାବେ ସଫା କରିଦଉଛି। ଏମିତି କହି ନିମକି ସଫା କରିବ। ତାପରେ ମାୟା ନିମକିକୁ କହିବେ, ନିମକି, ଆଜି ଦିନଟା ତା ପାଇଁ ପରିବା କାଟିଦେ, ଆଉ ଭଲରେ ତରକାରୀ ବନେଇ ଦେବୁ, କିନ୍ତୁ କେବଳ ଆଜି ଗୋଟେ ଦିନ, ତାପରେ ସେସବୁ ନିଜେ ମ୍ୟାନେଜ କରିବ। ତାପରେ ନିମକି କହିବ, ଠିକ୍ ଅଛି ମା। ତାପରେ ମାୟା ପଲ୍ଲବୀକୁ କହିବେ, ତୁ ଏକଥା ଭାବନି ଯେ ମୁଁ ତରଳି ଯାଇଛି, ମୁଁ କେବଳ ସେବା ବଦଳରେ ସେବା ଯୋଗାଇ ଦଉଛି। ଆଜି ସକାଳେ ମୁଁ ଯୋଉ ବ୍ରେକଫାଷ୍ଟ କଲି, ମୁଁ ଭଲ ଭାବରେ ଜାଣିଛି ସେ ବ୍ରେକଫାଷ୍ଟ ନିମକି ନୁହେଁ, ତୁ ତିଆରି କରିଛୁ। କାରଣ ଖାଦ୍ୟ ତା ସ୍ୱାଦରୁ ମୁଁ ଜାଣିପାରିବି ଯେ ସେଇଟା ତୁ ତିଆରି କରିଛୁ କି ନାହିଁ। ମୁଁ ଚାହିଁଥିଲେ ମୁଁ ମନା ବି କରିଦେଇ ପାରିଥାନ୍ତି, କିନ୍ତୁ ଯେହେତୁ ମୋର ମେଡିସିନ ଖାଇବାର ଥିଲା, ସେଇଥିପାଇଁ ମୁଁ ଖାଇଦେଲି, ଆଉ ଏବେ ନିମକିକୁ କହି ତୋ ଉପକାରର ପ୍ରତି ଉପକାର କରିଦେଲି।